आस आस विद्यापति आसन ग्रहण कर मते स्मरण करथिले जानी तो उत्तर पश्चिम दक्षिण ए तीन दिगरु दूत माने फेरी आछंती जाने दीर्घ 71 वर्ष काल से माने तीन दिग खोजी खोजी श्री विष्णु श्री जगन्नाथंकर चिन्ह वर्ण सुधा केउंटी पाइले नाही एबे शून्य हस्तरे से माने फेरी आछंती महाराणीकर से गोटे कथा श्री विष्णुक व्यतीत अन्य देव पूजा से करिवे नाही बेलकु बेल मो बुद्धि शून्य ही पड़ुछि जदि अनुमति देबे तेबे जगन्नाथ प्रभु जगन्नाथଙ୍କ ସନ୍ଧାନରେ ମୁଁ ପୂର୍ବ ଦିଗକୁ ଯାତ୍ରା କରିବି। तुम्हें ब्राह्मण श्रेष्ठ विद्यापति तुम्हें पूर्व दिगକୁ ଯିବ पूर्व पारावार उपकूल पवित्र उत्कल खंडे मोर आराध्य देवता प्रभु वासुदेव केउठी ना केउठी विराजमान करछन्ति आस तुम मस्तक मुझे सुवर्ण शिल्पा पिंधई देउछि आज ये रात्रि प्रभात होगा पूर्वर प्राची कुआ तारा उदय हवा संगे संगे तुम्हें पूर्व दिगକୁ ଯାତ୍ରା कर महाराजांकर जय हो। चुमी कला परे फगुण आसीची आम गाँकू तारा ओ तारा ओ तारा तारा ओ तारा ओ तारा जगन पवन काने कहि जाई चाहि चुचा बाट आसुची पाखकू तारा ओ तारा ओ तारा तारा ओ तारा ओ तारा सिंहरण खेली मनरे मोहर आसिब केबेसी पागल भर देखिबाकू आतुर से मन चोरबू तारा ओ तारा ओ तारा तारा ओ तारा ओ तारा सुंदर सिरिपा कंधरे शुक्ल पैता गोरा देह बलिष्ठ बाहु किए तुम्हें ब्राह्मण विद्यापति एटा ती सबर पल्ली हुए तो मु बाट भूली खाली बाट भूली न तुम्हें थकी पड़ीच ए मृगछल दौची बस घरे तुमर आउ किए अछंती मां तो नाही बापा तांको कामरे जाइछंती टिके परे आसीबे ताहेले सबर दुहिता गो अपरिचित कमय बेभार घृणा करी पारिबिनी काहेकि मोर दोष कौन आम
ଘରକୁ ତମେ ଆସିଛ? ପଥହରା ପଥିକମୁ ଏ ଘୋର ବନାନି ମାୟା ଅନ୍ଧକୁଲ ଉଡ଼ି ସାହା ହେଲା ପରି ଦେଖାଇଲା ମତେ ରାହା। ଏ ନିବିଡ଼ ଅରଣ୍ୟରେ କିଏ ବା ବାଟ ନ ଭୁଲିବ, କିନ୍ତୁ କାହାର ମନ୍ତ୍ର ଶକ୍ତି, କାହାର ମାୟା ଯେମିତି ମୋତେ ଏଠିକି ବାଟ ଦେଖି ଟାଣି ଆଣିଲା। ମୁଁ ଫେରି ଯାଉଛି। ବାପା ଆସି ଶୁଣିଲେ ମତେ ଗାଳି ଦେବେ। ରଖିବ ନାଇଁ ମୋ କଥା? ମୋ କଥା ରଖ ଗୋ ତୁମେ ଅଳି ଆଉ କର ନାହିଁ ଗଳିତେ ଗୋ ତୁମେ ବାପାଙ୍କୁ ମୋ କଥା କହିବ ସବୁ ବୁଝାଇ। ଦେଖିବ, ତମ ବାପାଙ୍କୁ ମୋ କଥା କହିଲେ ସେ ସବୁ କଥା ବୁଝିଯିବେ। ମୋ ନା ତୁମେ ଜାଣିଲ କେମିତି? ତମ ନା? ହଁ, ମୁଁ ତ କହି ନାହିଁ। କିଛି ବୁଝିପାରୁନି ଏ ରହସ୍ୟ। ବଣ ଭିତରେ ଗୋଟିଏ ଅଦୃଶ୍ୟ ଶକ୍ତି ମୋତେ ଏଠିକି ଟାଣି ଆଣିଲା। ଏଠି ମୋ କଥା ଶୁଣି ଏ ସବରୀ କନ୍ୟା ମନରେ ଭ୍ରମଜାତ ହେଉଛି। କାହିଁକି? ହେ ପ୍ରଭୁ ଜଗତନାଥ, ତମରି ଅନୁସରଣରେ ଆସିଛି ମୁଁ। କଣ ଭାବୁଛ ଏତେ? ନା, ମୁଁ ଯାଉଛି। ଏଇ ବାପା ଆସିଲେଣି। ମା ଲଳିତା, ଲଳିତା, ଇଏ କିଏ? ଅଚିହ୍ନା ଅତିଥି, ଅଣ୍ଡା ପୁଅ। ହଁ ତ, ପଇତା ପଡ଼ିଛି। କହୁଛନ୍ତି ବନରେ ବାଟବଣା ହୋଇ ଏଠି ଆସି ପହଞ୍ଚନ୍ତି। ବାଟବଣା? ବଡ଼ରେ ବାଟବଣା ହେଇଥିଲେ ତ ବାଘ କି ସିଂହ ମୁହଁରେ ପଡ଼ିଥାନ୍ତେ। ଏଠି ଆସି ଆମ ଘରେ ପହଞ୍ଚିଛନ୍ତି ଯେତେବେଳେ ବାଟବଣା ହେଲେ କେମିତି? ଆଲୋ, ତାଙ୍କୁ ଠିଆ କରି ରଖିଛୁ କାହିଁକି? ଆସନ ତ ଦେଇଛି, ବସୁନାହାନ୍ତି। ଯିବାକୁ ବାହାରିଥିଲେ। କାହିଁକି? ତମେ ଘରେ ନଥିଲ ବୋଲି। ଆଲୋ, ମୁଁ ନଥିଲି ତ ତୁ ଥିଲୁ। ତାଙ୍କୁ ଡର ଲାଗିଲା କାହିଁକି? ତମେ ଜାଣିନ ପଣ୍ଡା ପୁଅ, ଲଳିତା ହାତରେ ଧନୁଶର ଥିଲେ କୋଉ ବାଘ ନା ସିଂହ? ମୁଁ ସେ କଥା କହୁନି। ସେ କଥା କହୁନ ତ ତମର ଆଉ କିଛି କହିବାର ନାହିଁ। ଡରିଲେ ମଣିଷ ଜୀବଜନ୍ତୁକୁ ଡରିବ। ତମେ ତ ମଣିଷ, ଲଳିତା ତ ମଣିଷ। ଗୋଟେ ମଣିଷ ଆଉ ଗୋଟେ ମଣିଷକୁ ଡରିବ କାହିଁକି? ତମେ ବସ ପଣ୍ଡାରେ, ବସ। ତାଙ୍କ ନାଁ ବିଦ୍ୟାପତି। ହଉ, ହେଲା ହେଲା ହେଲା। ତୁ ନେ ମା, ଏ କନ୍ଦମୂଳ ସିଝେଇ ଦେ ଆଉ ଭାତ ରାନ୍ଧ। ସେ ଖାଇ ପିଇ ଟିକେ ସୁସ୍ଥ ହୁଅନ୍ତୁ। ବୁଝିଲ ବିଦ୍ୟାପତି, ଏ ବିଶ୍ୱାବସୁ ସବାର ଘରେ ଅତିଥି ହେଲେ ତମର ଆଉ କିଛି ଚିନ୍ତା ନାହିଁ। ତମେ ଆଗ ଖାଇ ପିଇ ସୁସ୍ଥ ହୁଅ, ପରେ କଥାବାର୍ତ୍ତା। ଖୋଲି କହି ହୁଏନି। ଭଲ କଥା ତ। ତୁଣ୍ଡ ଖୋଲିବାକୁ ଏଠି ତୁମକୁ କିଏ ମନା କରିଛି? ସବୁଦିନ ବଣ ଜଙ୍ଗଲରେ ମନ ଇଚ୍ଛା ଯାଇ ବୁଲୁଛ। ବଣରୁ ଫେରି ଏଇ ଅଶୋକ ଗଛ ମୂଳରେ ବସି ବସି ଭାବୁଛ। ତମ ବାପା କେମିତି ଦିନ ରାତି ଯାଇ ବଣ ଜଙ୍ଗଲରେ ବୁଲୁଛନ୍ତି? ସିଏ ତ ଶବର ଜାତିର, ବଣରେ ବୁଲିବା ତାଙ୍କ ଧର୍ମ। ମୁଁ ଏଠି ଶବର ଘରେ 3 ମାସ ହେଲା ରହି ରହି ମୋର ଶବର ଧର୍ମ ହେଇଗଲାଣି। ସତେ? ଲଳିତା, ଲଳିତା। ଏଇ ବାପା ଆସିଲେଣି। ବିଦ୍ୟାପତି, ଏଠି କଣ କରୁଛୁ? ଇଏ କେମିତିକା ଅତିଥି କେଜାଣି? ସବୁଦିନ କୁଆଡେ କୁଆଡେ ଯାଇ ବୁଲିବେ, ଫେରି ଆସି ସେଇ ଅଶୋକ ମୂଳରେ ବସି ଭାବିବେ। ବିଦ୍ୟାପତି, ବସ ବସ ବସ। ମୁଁ ଏ ପଥର ଉପରେ ବସୁଛି। ତମେ କିଏ? କୋଉଠି ତୁମ ଦେଶ? କାହିଁକି ତମେ ଆସିଛ? ଏ କଥା ତମେ ମତେ କେବେ କହିନ କି ମୁଁ ଜାଣିବାକୁ ବି ଚାହେଁ। ହେଲେ 3 ମାସ ତମକୁ ନୀତି ପ୍ରତି ଦେଖି ଦେଖି ତମ ପାଖରେ ମନ ଏମିତି ବାନ୍ଧି ହେଇଗଲାଣି ଯେ ମୁଁ ଠିକ ବୁଝିପାରୁନି। ଶୁଣ ବାପା, ତତେ ମୁଁ ପୁଅଠୁ ବଳି ସ୍ନେହ କରିଛି। ତୋ ହାତରେ ମୁଁ ଲଳିତାକୁ ଦେବି। ଲଳିତା ସାଙ୍ଗରେ ତୋର ବାହାଘର ହବ। ବାହାଘର? କାହିଁକି? ବାହାଘରଠୁ ବଳି ଆଉ ପୁଣ୍ୟ କାମ କଣ ଅଛି ଯେ ତୋ ଆଖି ଖୁସି ହେଇଯାଉଛି? ମୋ ଝିଅ କଣ ତୋ ମନକୁ ପାଉନି? ଝିଅ ତମର ଯେମିତି ରୂପବତୀ ସେମିତି ଗୁଣବତୀ, କିନ୍ତୁ ତମେ ଶବର, ମୁଁ ବ୍ରାହ୍ମଣ। କଣ କହିଲୁ? ମୁଁ ଶବର ବୋଲି ଛୋଟ ଜାତି, ଆଉ ତୁ ବଡ ଜାତି। ତୁ ଜାଣୁ ମୁଁ କାହା ପୁଅ? ଶିଆଳି ଲତାରେ ଶୋଇଥିଲା ବେଳେ
ବେଶୀ ବାଟ କାହିଁ ଏଇ ପରା ଏଇ କନ୍ଦ ମୁଁ ଦେଖିଛି ଇନ୍ଦ୍ରଦ୍ୟୁମ୍ନ ଦେଉଳ ତୋଳିଲା ପ୍ରଭୁଙ୍କୁ ଆଣିବା ପାଇଁ ବ୍ରହ୍ମଲୋକ ଗଲା ରାମ ଯେ ରାମ ସେ ରାମ 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 ନବୀନ ସୁନ୍ଦର ଘନ ନଟବର ଶ୍ୟାମ ବିରାମ ମାଧବ ରାଜା ଗାଲୁକେ ଅଛି ଜାଣିଥାଉ ତା କଥାରେ ସତ ନାହିଁ କିଛି ରାମ ଯେ ରାମ ସେ ରାମ 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 ନବୀନ ସୁନ୍ଦର ଘନ ନଟବର ଶ୍ୟାମ ଏ କାକଟା ଗୋଟାଏ ମୂର୍ଖ କାକ ମୁଁ ତା କଥା ମାନିବି ନାହିଁ କି ମନ୍ଦିର ଛାଡ଼ିବି ନାହିଁ ଆସ ତେବେ ପୂର୍ବମାନଙ୍କ ପାଖକୁ ଯିବା ପୂର୍ବମାନେ ସାକ୍ଷ୍ୟ ଦେଲେ ସତର ଇନ୍ଦ୍ରଦ୍ୟୁମ୍ନ ତୋଳାଇଛି ଦେଉଳ ବହି ବହି ଦେଉଳକୁ ପଥର ଏ କୁର୍ମ ଦଶା ହେଲା ଆମର ଯେବେ ବ୍ରହ୍ମଲୋକ ଗଲେ ରାଜନ ବ୍ରହ୍ମା କରୁଥିଲେ ବସି ତର୍ପଣ ଦର୍ପଣରେ ବହୁ କାଳ ବିତିଲା ଏ ବାଲିଝଡ଼ ମନ୍ଦିରକୁ ପୋତିଲା ବାଲି କଢ଼େଇଲେ ଗାଲ ମାଧବ ଅଛି ମନ୍ଦିର ଦେଖିଲା ସେ ଠାମ ପାପ ଆଶା ତା ମନକୁ ଛୁଇଁଲା ସେ ଦେଉଳଟା ମୋର କହିଲା ତାହେଲେ ଗାଲ ଏବେ କଣ କହୁଛ ତୁମେ ଶୁଣି କୁର୍ମ ମୁଖୁ ବାଣୀ ଏସନ କାଲ ମାଧବ ବିରସ ବଦନ ଲାଜେ ତଳ ମୁଖ କରି ବସିଲା ଇନ୍ଦ୍ରଦ୍ୟୁମ୍ନର ଦେଉଳ ମାନିଲା ତଥା ବିଧି ବ୍ରହ୍ମା କଲେ ପ୍ରତିଷ୍ଠା ଶୂନ୍ୟ ବାଣୀ ଶୁଣାଇଲେ ଦେବତା ମହାରାଣୀ ଗୁଣ୍ଡିଚା କୁଶ ଶଯ୍ୟା ଛାଡ଼ି ଚାଲି ଆସିଲ ଯେ ସ୍ୱାମୀ ପ୍ରଭୁଙ୍କର ଶୂନ୍ୟବାଣୀ ହେଇଛି ହେଇଛି ହଁ ମନ୍ଦିର ପ୍ରତିଷ୍ଠା ଠାକୁରଙ୍କ ଦର୍ଶନ ମିଳିଲା ନାହିଁ ଅହୋରାତ୍ର କୁଶଶଯ୍ୟାରେ ଶୋଇ ପ୍ରଭୁଙ୍କୁ ସ୍ମରଣ କଲେ ଏବେ ଶୂନ୍ୟବାଣୀ ହେଲା ଦାରୁ ବ୍ରହ୍ମ ରୂପରେ ପ୍ରଭୁ ବାଙ୍କି ମୁହାଣରେ ବିଜୟ ହୋଇଛନ୍ତି ମନ୍ଦିରକୁ ଆସିବେ କିପରି ମୁହାଣରେ ସୁନା ସଗଡ଼ି ଲାଗିବ ଲକ୍ଷ ଲକ୍ଷ ଥାଟ ସୈନ୍ୟ ଯେଉଁ ଦାରୁକୁ ସୁତାଏ ସୁଧା ଘୁଞ୍ଚାଇ ପାରିବେ ନାହିଁ ସେଇ ଦାରୁକୁ ମୁଁ ପ୍ରଭୁଙ୍କ ପୂଜକ ବିଶ୍ୱାବସୁ ଓ ବିଶ୍ୱାବସୁର ଜାମାତା ବିଦ୍ୟାପତି ଶୂନ୍ୟ ଶୂନ୍ୟ ଟେକି ଆଣି ସୁନା ସଗଡ଼ିରେ ଥୋଇବି ଏହା ହିଁ ପ୍ରଭୁଙ୍କର ନିର୍ଦ୍ଦେଶ ବିଦ୍ୟାପତି ତ ତାଙ୍କ ଶ୍ୱଶୁର ଘରେ ଅଛନ୍ତି ହଁ ମୁଁ ସେମାନଙ୍କ ନିକଟକୁ ଚାର ପଠାଇ ଦେଇଛି ଏଇ ତ ସେମାନେ ଆସିଲେଣି ସତ ମହାରାଜ ଦିଅ ମୋର ଦାରୁ ବ୍ରହ୍ମ ରୂପରେ ବାଙ୍କି ମୁହାଣରେ ଦେଖା ଦେଇଛନ୍ତି ହଁ ବିଶ୍ୱାବସୁ ପ୍ରଭୁଙ୍କର ଅସୀମ ଦୟା। ତେବେ ଚାଲନ୍ତୁ ମହାରାଜ ବାଙ୍କି ମୁହାଣକୁ କେତେ କାଳ ହେଲା ମାଧବଙ୍କୁ ଦେଖିନି ଥରେ ଆଖି ଦେଖିନି ବିଦ୍ୟାପତି ତୁମେ ମଧ୍ୟ ଆମ ସାଥିରେ ଯିବ ଚାଲନ୍ତୁ ମହାରାଜ ଏଇଠି ଗୋଟିଏ କଥା କହୁଛି ମହାରାଜ ବିଦ୍ୟାପତି ଓ ଝିଅ ଲଳିତାକୁ ବିବାହ କରିନଥିଲେ ସେ ନୀଳମାଧବଙ୍କର ଭେଟ ପାଇଥାନ୍ତା ନା ଏ ଦେଉଳ ଗଢ଼ା ହେଇଥାନ୍ତା କି ପ୍ରଭୁ ଆଜି ଦାରୁବ୍ରହ୍ମ ହେଇନଥାନ୍ତେ ଏ ଯୋଗାଯୋଗ ସହଜରେ ଘଟେନି জয় শ্রী বিষ্ণু জগন্নাথ রূপী দারু ব্রহ্মঙ্কর জয় শ্রী বিষ্ণু জগন্নাথ রূপী দারু ব্রহ্মঙ্কর জয় শ্রী বিষ্ণু জগন্নাথ রূপী দারু ব্রহ্মঙ্কর তুম অনন্ত লীলা দারু ব্রহ্ম হে দেখি ন দেখুছু বুঝি ন বুঝুছু দেখি ন দেখুছু বুঝি ন বুঝুছু কিয়ে জানে কেবে পুরিব খেলা দারু ব্রহ্ম হে তুম অনন্ত লীলা দারু ব্রহ্ম হে চলিবাকু বড়ুচি তো মন জাণু তুহি মু সেতি নুহই ভাজন বন্দর ছাড়ি মন্দিরে যেবে রহিবু এতিকে মাগুছি বাবু মতে ন ঠকিবু ବାପାଙ୍କ ସାଙ୍ଗରେ ଯାଇ ନୀଳମାଧବଙ୍କୁ ଦେଖିଲ ମୋ ବୁଦ୍ଧିରେ ନୀଳକନ୍ଦରକୁ ବାଟ ଚିହ୍ନି ରଖିଲ ଇଏ କେମିତିକା କଥା ଯେ ତୁମେ ଡରି ଯାଉଛ ଏଇ ବାପା ତୁମର ଆସିଲେଣି କଣ ହେଲା ବିଦ୍ୟାପତି ତଳକୁ ମୁହଁ କରି ଠିଆ ହେଇଛି କାହିଁକି ତମକୁ କହିବାକୁ ଡରୁଛନ୍ତି ଡରୁଛି କାହିଁକି ବହୁତ ଦିନ ହେଲା ଘରୁ ଆସିଲେଣି ଭାବୁଛି ଟିକେ ଘରକୁ ଯିବି
ଇଏ ତ ଅତି ଭଲ କଥା। ଏଥିରେ ଡରିବାର କ'ଣ ଅଛି? କହ କେବେ ଯିବୁ? ଏ ରାତି ପାଇଲେ ମୁଁ କଲ୍ୟାଣ କରୁଛି ବାପ। ତୁ ଭଲରେ ଭଲରେ ଯାଇ ଘରେ ପହଞ୍ଚିବୁ। ମୁଁ ଜାଣେ, ଠିକ୍ ଜାଣେ, ତୁ ତୋ କୁଟୁମ୍ବ ପରିବାରଙ୍କୁ ଦେଖା କରି ତୋ କାମ ସାରି ପୁଣି ଫେରି ଆସିବୁ। ଲଳିତା, ରାତି ପାହିଲେ ଜୋଇ ମୋର ଯାତ୍ରା ଆରମ୍ଭ କରିବ। ଯା ସବୁ ଯୋଗାଡ଼ କରି ରଖ। ରାତି ପାହି ପାହି ଆସିଲାଣି। ମୁଁ ଜାଣିପାରୁନି ଲଳିତା, କେମିତି କ'ଣ କହି ତମଠାରୁ ମୁଁ ବିଦାୟ ନେବି। ମିଳାଣି ନାଇଁ କି କଥା ଯେ ତୁମେ କୁହ? ଘରକୁ ଘରକୁ ଫେରୁଛ, ଏଠି ତମର ପର କିଏ ଅଛି ଯେ ତୁମକୁ ମେଲାଣି ଦେବ? ନା ନା ଲଳିତା, ଏ କଥା କହି ତମେ ମତେ ଭୁଲେଇ ଦେଇ ପାରିବନି। ଉଡ଼ିଲାଣି କୁଆ ତାରା ପ୍ରଭାତ ହେଲାଣି ଦିଅ ଗୋ ମେଲାଣି ବୋଲି ସୁରୁ ନାହିଁ ବାଣୀ ସାକ୍ଷୀ ରଖି ଜଗନ୍ନାଥ ଧରିଥିଲି ଯେଉଁ ହାତ ସେହି ହାତ ଧରି ପୁଣି କହୁଛି ଆସିବି ସତ୍ୟ। ତମର ଏଇ ଅବସ୍ଥାରେ ତମକୁ ଛାଡ଼ି ମୁଁ ଯାଉଛି। ମୋର ଏଇ ଗୋଟିଏ କଥା ତମେ ରଖିବ, ମନରୁ ତମର ଦମ୍ଭ ସାହସ କେବେ ବି ହରେଇବନି। ଲଳିତା, ଏ କ'ଣ ଲଳିତା, ତମେ କାନ୍ଦୁଛ? ହଁ ମୁଁ କାନ୍ଦୁଛି। ଆଖିରୁ ଲୁତକ ନ ଝରିଲେ ତୁମକୁ ମେଲାଣି ଦେବି କେମିତି? माँ पाखु जाए राजा কি সম্বাদ তো কে আসছে? ବିଦ୍ୟାପତି ଫେରି ଆସିଛନ୍ତି ଛାମୁ। ବିଦ୍ୟାପତି ଫେରି ଆସିଛି? କାହିଁ ସେ? କେଉଁଠି? ନା ମୁଁ ନିଜେ ଯାଇ ତାକୁ ପାଛୋଟି ଆଣିବି। ଏଇ ତ ବିଦ୍ୟାପତି। ହଁ ମହାରାଜ, ମୁଁ ଫେରି ଆସିଛି ମହାରାଜ, ମୁଁ ଫେରି ଆସିଛି। ତମର ଆଖି ଦେଖି, ତମର ମୁହ ଦେଖି ମୁଁ ବୁଝିପାରୁଛି ବିଦ୍ୟାପତି, ତୁମେ ଖାଲି ଫେରିନ। ତୁମେ ମୋର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ବିଷ୍ଣୁକୁ ଏ କଣ ବିଦ୍ୟାପତି, ତମ ଓଠରେ ହସ ଆଉ ଦୁଇ ଆଖି ଲୁହରେ ଢଳ ଢଳ। ମୋର ଯେଉଁ ଆଖିକୁ ଲୁହ ଢଳ ଢଳ ଦେଖୁଛନ୍ତି, ସେଇ ଆଖିରେ ମୁଁ ଦେଖି ଆସିଛି ନୀଳ ମାଧବ ରୂପରେ ପ୍ରଭୁ ଜଗନ୍ନାଥଙ୍କୁ। କୁହ ବିଦ୍ୟାପତି, ଅଟକି ଗଲ କାହିଁ? ମହାରାଜାଙ୍କୁ ଏ ଶୁଭ ସମ୍ବାଦ ଆଣି ମୁଁ ଦେଇପାରିଛି, ସେଇ ଆନନ୍ଦରେ ମୋ କଣ୍ଠ ରୁଦ୍ଧ ହେଇଯାଉଛି। ତୁମେ ସୁବେଦୀ ବ୍ରାହ୍ମଣ ବିଦ୍ୟାପତି, ନୀଳମାଧବକୁ ଦେଖି ତୁମେ ଧନ୍ୟ ହୋଇଛ, ଏ ମାଳବ ରାଜ୍ୟକୁ ଧନ୍ୟ କରିଛ। କୁହ ବିଦ୍ୟାପତି, ସେ କେଉଁ ଦେଶ, କେଉଁ ଭୂମି, କେବେ, କେମିତି, କେଉଁଠି ତୁମେ ଦେଖିଲ ମୋର ପ୍ରାଣ ଦେବତାଙ୍କୁ? ପୂର୍ବ ସାଗର ତଟଭୂମି ଉତ୍କଳ, ସେଇଠି ନୀଳ ବନ୍ଦରରେ ବଟ ବୃକ୍ଷ ତଳେ ବିଜେ କରିଛନ୍ତି ପ୍ରଭୁ ନୀଳମାଧବ। ସେ ଶ୍ରୀମୁଖର ତୁଳନା ନୁହେଁ, ସେ ପାଦ ପଦ୍ମର ପଟାନ୍ତର ନୁହେଁ, ସେ କମଳ ନୟନର। ଥାଉ ବିଦ୍ୟାପତି, ଏତିକି ମାତ୍ର କହି ତମେ ମୋତେ ଅମୃତ ସାଗରରେ ଭସାଇ ଦେଲେ। ପ୍ରଭୁଙ୍କର ଏତିକି ଗୁଣ କୀର୍ତ୍ତନ ଶୁଣି ମୁଁ ନିଜକୁ ଆଉ ଆୟତ୍ତରେ ରଖିପାରୁନାହିଁ। ଏଇ ଦେଖ, ମୋର ସମସ୍ତ ଦେହରେ ପୁଲକ ଜାତ ହେଲାଣି। ଶୁଣି ପ୍ରଭୁ ନାମ ସଙ୍ଗେ ଧାମ, ପୁଲକ ଜାତ ମୋ ଦେହେ ଯେ, ଅନ୍ତରେ ବାହାରେ ମାନସ ପଟରେ ବିଷ୍ଣୁ ରୂପ ଖେଳି ଯାଏ ଯେ, ଦେଖେ ସବୁଠି ବିଷ୍ଣୁ, ଗଗନରେ ବିଷ୍ଣୁ, ପବନରେ ବିଷ୍ଣୁ, ଶୂନ୍ୟ ମଣ୍ଡଳରେ ବିଷ୍ଣୁ ଯେ। ଏ ମୋର ଆଦେଶ ଅଦ୍ୟ
ଥାଟ ବାଟ ଯିବା ପୂର୍ବ ତଟ ଯିବା ପୁଣ୍ୟ ଲୀଳା ଚଳେ ଆଉ ନ ସହେ ତରା ଲାଗିଲାଣି ନୀଳ ମାଧବଙ୍କର ତାକେ ନୀଳ କନ୍ଦରା ମହାରାଣୀ ଗୁଣ୍ଡିଚା ବିଜେ କଲେଣି। ଶୁଭ ସମ୍ବାଦ ଶୁଣିଲ ତ ରାଣୀ? ସବୁ ଶୁଣିଛି। ମନେ ମନେ କେତେ ସ୍ୱପ୍ନ ଦେଖିଛି। ଠାକୁର ବିଜେ ହେବେ, ପ୍ରତିଷ୍ଠା ପାଇବେ, ପୂଜା ଅର୍ଚ୍ଚନା ହେବ। ମଙ୍ଗଳ ଆରତୀ ବେଳେ ମୁଁ ଘଣ୍ଟା ବଜାଇବି, ସନ୍ଧ୍ୟା ଆରତୀରେ ଶଙ୍ଖ ଫୁଙ୍କିବି, ସୁନା ଥାଳିରେ ସର ସରପୁଳି ଅନ୍ନ ବ୍ୟଞ୍ଜନ ମଣ ହିଁ ବଢ଼ା ହେବ। ତମର ସ୍ୱପ୍ନ ସଫଳ ହେବ ରାଣୀ, ଜୀବନ ଆମର ଧନ୍ୟ ହେବ। କାଲି ନୀଳକନ୍ଦର ଯାତ୍ରାରେ ମୁଁ ତୁମ ସହିତ ଯିବି ତ ମହାରାଜ? ପ୍ରଥମେ ତୁମେ ହିଁ ତ ସ୍ୱୀକାର ବସିବ। ଦେବପୀଠକୁ ସ୍ୱାମୀ ସହିତ ସ୍ତ୍ରୀ ନ ଗଲେ ଯାତ୍ରା ଯେ ସଫଳ ହୁଏ ନାହିଁ। ଯାଅ ବିଦ୍ୟାପତି, ତୁମେ ଯାଅ, ଯାତ୍ରା ପାଇଁ ପ୍ରସ୍ତୁତ ହୁଅ। ଏ କହ, ସଂକୀର୍ଣ୍ଣ ଗିରିପଥ, ଏ ଭିତରକୁ ଯିବା କେମିତି? ଶିବିକା ଏଇଠି ରହୁ, ଥାଟ ବାଟ ଏଇଠି ରହନ୍ତୁ। ଛାମୁ ଆଉ ମହାରାଣୀ ମୋ ସାଙ୍ଗରେ ଆସନ୍ତୁ। ମୁଁ ନୀଳକନ୍ଦର ଭିତରକୁ ବାଟ କଢ଼େଇ ନେବି। ଚାଲ। କାଇଁ, କେଉଁଠି ସେ କନ୍ଧ, କେଉଁଠି ସେ ବଟ ବୃକ୍ଷ? ଏଇ ସେ ନୀଳକନ୍ଦ ଆଉ ଏଇ ସେ ବଟ ବୃକ୍ଷ। এই বটবৃক্ষ তলে দেহ কাহাନ୍ତି? বেদে শূন্য পড়েছি বিদ্যাপতি। এইଠି এইଠି ଛାମୁ ମୁଁ ସ୍ୱଚକ୍ଷୁରେ ଦେଖିଛି। ଏଇ ବେଦୀରେ ବିଜେ ହୋଇଥିଲେ ପ୍ରଭୁ ନୀଳମାଧବ। ଦେହରେ ଶଙ୍ଖ ଚକ୍ର ଗଦା ପଦ୍ମର ଚିହ୍ନ। ଶବର ବିଶ୍ୱାବସୁ ତାଙ୍କର ପୂଜା ଅର୍ଚ୍ଚନା କରନ୍ତି। ଏଇ ତ ବିଶ୍ୱାବସୁ ଆସିଲେଣି। ମୁଁ ଜାଣିଥିଲି ବିଦ୍ୟାପତି ତୁ ନିଶ୍ଚୟ ଫେରି ଆସିବୁ। ଦିଅଙ୍କ କାମ ସାରି ଘରକୁ ଯାଉଥିଲେ ତମମାନଙ୍କୁ ଦେଖି ଫେରି ଆସିଲି। তবে বিশ্বাবসু ହଁ, ନୀଳମାଧବଙ୍କ ସେବକ। প্রভু কাহাନ୍ତି? ଏଇ ବେଦୀ ଉପରେ ବେଦୀ ଖାଲି ପଡ଼ିଛି। ପ୍ରଭୁ ଗଲେ କୁଆଡ଼େ? ମୋ ନୀଳମାଧବକୁ ଏ କୁଆଡ଼େ ନେଇଗଲା? ମୁଁ କହୁଛି, ତୁମେ ପ୍ରଭୁଙ୍କୁ ନେଇ କେଉଁଠି ଲୁଚାଇ ରଖିଛ? ମୁଁ ଲୁଚେଇ ରଖିଛି? ଏତେ କାଳ ପ୍ରଭୁ ତ ନିଜେ ଆସି ମୋ ନୀଳକନ୍ଦରରେ ଲୁଚି ରହିଥିଲେ। ମୁଁ ତାଙ୍କୁ କୁଆଡ଼େ ଲୁଚେଇବି? বিদ্যাপতি, এ শবরକୁ বন্দী কর। କିନ୍ତୁ ମହାରାଜ, তুমি জানিন বিদ্যাপতি, বনর শবর এମାନେ। ରାଜା ଇନ୍ଦ୍ରଦ୍ୟୁମ୍ନ ଇଏ ତ ପ୍ରଭୁଙ୍କ ଶୂନ୍ୟବାଣୀ। ପ୍ରଭୁ ମୋର ଶୂନ୍ୟରୁ ଉଭେଇ ଯାଇଛନ୍ତି। ତମେ ବିଚାର କର ପ୍ରଭୁ, ମୁଁ କି ଦୋଷ କଲି ବୋଲି ମତେ ଏ ରାଜା ବାନ୍ଧିବ ବୋଲି କହୁଛି? ধর নাহি মন্দ বুদ্ধি বান্ধ নাই সবরে ন পাইবু ইন্দ্রদুম্ন মতে আউ কন্দরে নীলাদ্রি পর্বত চূড়ে রহিবি বড় দেউড়ে বঢ়া বেগে সে দেউড় বসাই চক্র শিখরে। সেতে কাল দারু ব্রহ্ম রূপরে। হে প্রভু করুণা নিধি, তোমার শূন্য বাণী শুনাই আমার এই দূষিত প্রাণকে তুমি শীতল করিছ। আমার কোটি কোটি প্রণাম গ্রহণ কর প্রভু। আস বিশ্বাবসু, তোমাকে কোଳାଗ୍ରତ କରି ମୁଁ ଧନ୍ୟ ହୁଏ। ଧନ୍ୟ ସେ ନୀଳା। ধন্য ସେ ନୀଳ କନ୍ଦର তোলাইলে ইন্দ্রদ্যুম্ন এখারে মন্দির ସଘନାଧି ମଣ୍ଡଳରେ ଉଭାସେ ଦେଉଳ। বসাইলে গ্রাম এক রাম কৃষ্ণপুর ରାମ ଯେ ରାମ ସେ ରାମ ରାମ ରାମ। নবীন সুন্দর
ସୁନ୍ଦର ଘନ ନଟବର ଶ୍ୟାମ ଷାଠିଏ ହାତ ଦେଉଳ ଭିତରେ ରହିଲା ବିଶାସ ହାତ ଶୂନ୍ୟ ମାର୍ଗକୁ ଉଠିଲା ରାମ ଯେ ରାମ ସେ ରାମ 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 ନବୀନ ସୁନ୍ଦର ଘନ ନଟବର ଶ୍ୟାମ ଦେଉଳ ଉପରି ଭାଗେ କଳସ ସ୍ଥାପିତ କଳସ ଉପରେ ନୀଳ ଚକ୍ର ସୁଶୋଭିତ ରାମ ଯେ ରାମ ସେ ରାମ 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 ନବୀନ ସୁନ୍ଦର ଘନ ନଟବର ଶ୍ୟାମ ମୋର ନିମନ୍ତ୍ରଣ ରକ୍ଷା କରି ଆପଣ ମନ୍ଦିର ପ୍ରତିଷ୍ଠା ପାଇଁ ଏ କ୍ଷେତ୍ରକୁ ଆସିଛନ୍ତି ଏ ମୋର ପରମ ସୌଭାଗ୍ୟ ବ୍ରହ୍ମଦେବ ଇନ୍ଦ୍ରଦ୍ୟୁମ୍ନ ତୁମେ ମନ୍ଦିର ତୋଳେଇଲ ଏ କ୍ଷେତ୍ରରେ ତମର ରାଜଛତ୍ର ଉଡ଼େଇଲ ଦେଖ ତ ଛତ୍ର ଚାମର ଉଡ଼େଇ ଏ କେଉଁ ରାଜା ଏଣିକି ଆସୁଛନ୍ତି ମୁଁ ତ ତାଙ୍କୁ ଚିହ୍ନି ପାରୁନାହିଁ କିଏ ତୁମେ ମହାଭାଗ ମୁଁ ରାଜା ଗାଲମାଧବ ତମେ କିଏ ମୁଁ ଇନ୍ଦ୍ରଦ୍ୟୁମ୍ନ ତୁମେ ତେବେ କିଛି ଜାଣିନ ଗାଲମାଧବ ଇଏ ହେଉଛନ୍ତି ମାଳବାହାଧିପତି ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏ ମନ୍ଦିର ସିଏ ତୋଳେଇଛନ୍ତି ପ୍ରତିଷ୍ଠା ପାଇଁ ମତେ ନିମନ୍ତ୍ରଣ କରି ଆଣିଛନ୍ତି ହସିଲ କାହିଁକି ଆସିବି ନାହିଁ ଏ କ୍ଷେତ୍ରରେ ରାଜା ମୁଁ ଏ ମନ୍ଦିର ମୁଁ ତୋଳାଇଲି ଆଉ ଇଏ କେଉଁଠିକାର କିଏ ଆସି କହୁଛନ୍ତି କ'ଣ ନା ମନ୍ଦିର ସେ ତୋଳାଇଛନ୍ତି ବଡ଼ ବିଚିତ୍ର କଥା କ'ଣ କହୁଛ ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ମୁଁ ତୋଳାଇ ନଥିଲି ବ୍ରହ୍ମଲୋକକୁ ଯିବାର ସାହସ କରିନଥାନ୍ତି ଗାଲମାଧବ ତମେ କ'ଣ କହୁଛ ମୋର ସେମିତିକା ସାହସ ନଥିଲେ ଏତେ ବଡ଼ ଗୋଟାଏ ମନ୍ଦିର ମୁଁ ତୋଳାଇ ପାରିନଥିଲି ଇଏ ଆହୁରି ବିଚିତ୍ର କାହାଣୀ ତୁମେ ମନ୍ଦିର ତୋଳାଇଛ ମୁଁ ମନ୍ଦିର ତୋଳାଇଲି ବୋଲି ମନ୍ଦିର ଏଠି ଟିକେ ଠିଆ ଆଉ ସାକ୍ଷୀ କହ ଇନ୍ଦ୍ରଦ୍ୟୁମ୍ନ ତମର କେହି ସାକ୍ଷୀ ଅଛନ୍ତି ଅଛନ୍ତି ମୋର ସାକ୍ଷୀ ଏଇ କଳ୍ପ ନିହାଣ ମୟୁରର ଶବ୍ଦ ଶୁଣା ତାହେଲେ ମୋ ମନକୁ ପାପ ଛୁଉଁଛି। ରାଣୀ ତୁମେ ଠିକ କହିଛ ରାଣୀ ମୁଁ ଏଇ ମୁହୂର୍ତ୍ତରେ କ୍ଷମା କରନ୍ତୁ ମହାରାଜ କିଏ ଜାଣେ ସେଇ ମହାପ୍ରଭୁଙ୍କ ଆଜ୍ଞାରେ ଏସବୁ ଘଟୁଛି ତେବେ ଶୁଣନ୍ତୁ ମହାମନ୍ତ୍ରୀ ଯଦି ମହାପ୍ରଭୁଙ୍କର ମୋ ପ୍ରତି ଦୟା ହୋଇଥାଏ ତେବେ ତାଙ୍କରି ଆଜ୍ଞାରେ ମୁଁ ମୁଦ ଭାଙ୍ଗୁଛି ଏ କି ଅପରୂପ ଦୃଶ୍ୟ କେଉଁଠି ଆଲୋକ ନାହିଁ କିନ୍ତୁ ମନ୍ଦିର ଆଲୋକମୟ ଜଗନ୍ନାଥ ଚତୁର୍ଦ୍ଧା ମୂରତି ଊର୍ଦ୍ଧ୍ୱ ବାହୁ ଚକା ନୟନ ଏଇ ଦେଖୁଛ ସ୍ୱାମୀ ପ୍ରଭୁଙ୍କ ହସ୍ତପାଦ ଅସମ୍ପୂର୍ଣ୍ଣ ମନ୍ଦିର ଭିତରେ ବଢ଼େଇର ଚିହ୍ନ ବର୍ଣ୍ଣ ନାହିଁ ଏ କ'ଣ ପ୍ରଭୁ ତୁମରି ମାୟା ତୁମରି ଛଳନା 14 ଦିନରେ ଦ୍ୱାର ଖୋଲି ଆମେ କ'ଣ ତୁମ ନିକଟରେ ଦ୍ରୋହୀ ହୋଇଛୁ କୁହ ପ୍ରଭୁ କୁହ ତା ନହେଲେ ଆମର ପ୍ରାଣ ବଳି ଦେଇ ଆମେ ଏ ଅପରାଧର ପ୍ରାୟଶ୍ଚିତ କରିବୁ କୁହ ଜଗନ୍ନାଥ ତୁମର ଏଇ ମୂର୍ତ୍ତି ଏ ମନ୍ଦିରରେ ପୂଜା ପାଇବ ତ ଏଥିରେ ତୁମେ କ'ଣ ସନ୍ତୁଷ୍ଟ କଳିଯୁଗରେ ମୋର ଏ ପୂଜା ଏଥିରେ ତୁମେ ଯେବେ ତୃପ୍ତ ମିଶିଲୁ ସାଇ କୋଟି ପ୍ରଣିପାତ ଆମ ଢେର ଶୁଣ ରାଜା ମୋର ଅସମ୍ପୂର୍ଣ୍ଣ ହସ୍ତପାଦ ଦୟଣାରେ ପୂରଣ ହେବ ସେ ବଢ଼େଇମାନଙ୍କ ବଂଶଧରମାନେ ମୋର ରଥ ତିଆରି କଲେ ଶବର ବିଶ୍ୱାବସୁର ବଂଶଧର ଏବେ ଦୈତାଶିକ ବ୍ରାହ୍ମଣ ବିଦ୍ୟାପତି ବଂଶର ଲୋକେ ଏବେ ଶୁଦ୍ଧ ସୁଆର ଏବେ ତୁ ନିଜେ କ'ଣ ଚାଲ ପରମା ଏ ମନ୍ଦିରରେ ଆପଣଙ୍କର ସେବା ପୂଜା ଶୟନ ଭୋଜନ ଆଦି ଅଷ୍ଟପ୍ରହରୀ ନୀତି ଯେମିତି ଅନନ୍ତ କାଳ ଯାଏ ଲାଗି ରହିଥିବ ମୋତେ ଏଇ ବର ଦିଅ ପ୍ରଭୁ ଏସବୁ ତ ମୋ ହିତ ପାଇଁ ଏବେ ତୋର ହିତ ପାଇଁ ମୋର ମା ମୋ ହିତ ଚିନ୍ତା ତୁମକୁ ଲାଗିଲାଣି ପ୍ରଭୁ ମୋତେ ବର ପ୍ରଦାନ କରିବ ମୋତେ ଏଇ ବର ଦିଅ ଏ ବଡ଼ ଦେଉଳକୁ ନିଜର ବୋଲି କହି ଗର୍ବ କରିବାକୁ ମୋ ବଂଶରେ କେହି ତୋର ଏଇ ବିଶ୍ୱାସର ଗୁଣ ଅନନ୍ତ କାଳ ପାଇଁ ଜଗତବାସୀଙ୍କର ଆଦର୍ଶ ଏଇଥିପାଇଁ ଏ ବର ଆମ ସମ୍ମୁଖରେ ତୁମର ଏ ଅପରୂପ ମୂର୍ତ୍ତି ଆମେ ତୃପ୍ତ ହେଲୁ ପ୍ରଭୁ ଆମେ ତୃପ୍ତ ହେଲୁ जगन्नाथ स्वामी नयन पथ
ମୁକ୍ତିମୟ ହେଇଯାଆନ୍ତାଣି। ମୂର୍ତ୍ତି ତେବେ ଗଢ଼ିବ କି? ମୁଁ ଗଢ଼ିବି, ତୁମର ଏ ବୟସ, ହାତ ଗୋଡ଼ ଥରୁଛି। ହେଲେ ମନଟା ମୋର ଯାଇ ଲାଖି ରହିଲାଣି ଦାରୁ ବ୍ରହ୍ମରେ। ଶୁଣ ରାଜା, ମୁଁ ଏଇ ଦେଉଳ ଗମ୍ଭୀରା ଭିତରେ ରହିବି। ଏଇଠି ରହି 21 ଦିନରେ ମୂର୍ତ୍ତି ଗଢ଼ିବି। ତମେ କବାଟ ବନ୍ଦ କରି ବାହାର କିଳିଣି ଦେଇ ମୁଦ ବସାଅ। ତମର ଭୋଜନ? ମୋ ଭଜନ କଥା ଥାଉ ହେ ରାଜା, ଯେଉଁ ମୂର୍ତ୍ତି ଏଠି ଗଢ଼ିବି ଏଣିକି ତାଙ୍କ ଭଜନ ଚିନ୍ତା ତମକୁ ଦିନ ରାତି ଲାଗି ରହିଥିବ। ହଁ, ଏ 21 ଦିନ ମତେ ଡାକିବ ନାହିଁ କି କବାଟ ଫିଟେଇବ ନାହିଁ। କବାଟରେ ମୁଦ ଦେଇଯାଅ, ମୁଁ କାମ ଆରମ୍ଭ କରେ। এই কোন করুছ স্বামী? সে কহিলে বলি সতକୁ ସତ তুমি কবাটরে মুদ দেউছ? ମୁଁ ଆଉ ଅନ୍ୟ କଥା କିଛି ଭାବି ପାରୁନାହିଁ ରାଣୀ, ତୁମେ ଆସ। ସବୁଆଡ଼େ ଆଉ 7 ଦିନରେ ଦ୍ୱାର ଖୋଲା। ଆଉ ଥରେ এই কবাট পাখରେ কাନ দেଇ শুଣିଲ? କିଛି ନାହିଁ, ନିହାଣ ମହୁରର ଶବ୍ଦ ଶୁଭୁନାହିଁ। ତାହେଲେ ମୋ ମନକୁ ପାପ ଛୁଁଛି। ରାଣୀ, ତୁମେ ଠିକ କହିଛ ରାଣୀ। ମୁଁ ଏଇ ମୁହୂର୍ତ୍ତରେ କ୍ଷମା କରନ୍ତୁ ମହାରାଜ, କିଏ ଜାଣେ ସେଇ ମହାପ୍ରଭୁଙ୍କ ଆଜ୍ଞାରେ ଏସବୁ ଘଟୁଛି। ତେବେ ଶୁଣନ୍ତୁ ମହାମନ୍ତ୍ରୀ, ଯଦି ମହାପ୍ରଭୁଙ୍କର ମୋ ପ୍ରତି ଦୟା ହୋଇଥାଏ ତେବେ ତାଙ୍କରି ଆଜ୍ଞାରେ ମୁଁ ମୁଦ ଭାଙ୍ଗୁଛି। ଏ କି ଅପରୂପ ଦୃଶ୍ୟ! କେଉଁଠି ଆଲୋକ ନାହିଁ, କିନ୍ତୁ ମନ୍ଦିର ଆଲୋକମୟ। ଜଗନ୍ନାଥ ଚତୁର୍ଦ୍ଧା ମୂରତି। ଊର୍ଦ୍ଧ୍ୱ ବାହୁ, ଚକା ନୟନ। ଏ ଦେଖୁଛ ଦେଖୁଛ ସ୍ୱାମୀ, ପ୍ରଭୁଙ୍କ ହସ୍ତପାଦ ଅସମ୍ପୂର୍ଣ୍ଣ। ମନ୍ଦିର ଭିତରେ ବଢ଼େଇର ଚିହ୍ନ ବର୍ଣ୍ଣ ନାହିଁ। ଏ କଣ ପ୍ରଭୁ ତୁମରି ମାୟା, ତୁମରି ଛଉନା? 14 ଦିନରେ ଦ୍ୱାର ଖୋଲି ଆମେ କଣ ତୁମ ନିକଟରେ ଦ୍ରୋହୀ ହୋଇଛୁ? କୁହ ପ୍ରଭୁ, କୁହ। ତା ନହେଲେ ଆମର ପ୍ରାଣ ବଳି ଦେଇ ଆମେ ଏ ଅପରାଧର ପ୍ରାୟଶ୍ଚିତ କରିବୁ। କୁହ ଜଗନ୍ନାଥ, ତୁମର ଏଇ ମୂର୍ତ୍ତି ଏ ମନ୍ଦିରରେ ପୂଜା ପାଇବ ତ? ଏଥିରେ ତୁମେ କଣ ସନ୍ତୁଷ୍ଟ? କଳି ଯୁଗରେ ମୋର ଏ ବହୁତ ପୂଜା ଏଥିରେ তুমি যেবে তৃপ্ত নিঃসরিলু সাই, কোটি প্রণিপাত আম ঘেন হে গোসাই। ଶୁଣ ରାଜା, ମୋର ସମ୍ପୂର୍ଣ୍ଣ ହସ୍ତପାଦ ଦୟଣାରେ ପୂରଣ ହେବ। ସେ ବଢ଼େଇମାନଙ୍କ ବଂଶଧରମାନେ ମୋର ରଥ ତିଆରି କଲେ। ଶବର ବିଶ୍ୱାବସୁର ବଂଶଧର ଏବେ ଦଇତାସନ, ବ୍ରାହ୍ମଣ ବିଦ୍ୟାପତି ବଂଶର ଲୋକେ ଏବେ ଶୁଦ୍ଧ ସୁଆର। ଏବେ ତୁ ନିଜେ କ'ଣ ଚାହ ବର ମା? ଏ ମନ୍ଦିରରେ ଆପଣଙ୍କର ସେବା ପୂଜା, ଶୟନ ଭୋଜନ ଆଦି ଅଷ୍ଟପ୍ରହର ନୀତି ଯେମିତି ଅନନ୍ତ କାଳ ଯାଏ ଲାଗି ରହିଥିବ, ମୋତେ ଏଇ ବର ଦିଅ ପ୍ରଭୁ। ଏସବୁ ତ ମୋ ହିତ ପାଇଁ କହିଲେ, ଏବେ ତୋର ହିତ ପାଇଁ ବର ମା। ମୋ ହିତ ଚିନ୍ତା ତୁମକୁ ଲାଗିଲାଣି ପ୍ରଭୁ? ମୋତେ ବର ପ୍ରଦାନ କରିବ? ମୋତେ ଏଇ ବର ଦିଅ। ଏ ବଡ଼ ଦେଉଳକୁ ନିଜର ବୋଲି କହି ଗର୍ବ କରିବାକୁ ମୋ ବଂଶରେ କେହି ରହିବେ ନାହିଁ। ଏଇଠି ତୋର ସବୁ ପରୀକ୍ଷା ଶେଷ ହୋଇଯାଇଛି। ତୋର ଏଇ ନିଃସ୍ୱାର୍ଥପର ଗୁଣ ଅନନ୍ତ କାଳ ପାଇଁ ଜଗତବାସୀଙ୍କର ଆଦର୍ଶ ହୋଇବ। ଏଇଥିପାଇଁ ଏ ବର ମିଳିଥିଲା। ଆମ ସମ୍ମୁଖରେ ତୁମର ଏ ଅପରୂପ ମୂର୍ତ୍ତି, ଆମେ ତୃପ୍ତ ହେଲୁ ପ୍ରଭୁ, ଆମେ ତୃପ୍ତ ହେଲୁ। জগন্নাথ স্বামী নয়ন পথ গামী, ভব তুমি ভব তুমি। ସଇଲା ତ ଆଉ।